ନୀଳଗିରି କୃଷକ ମଞ୍ଚ ତରଫରୁ 5 ଦଫା ଦାବି ନେଇ ନୀଳଗିରି ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କୁ ନିରଞ୍ଜନ ବାରିକଙ୍କ ନେତୃତ୍ୱରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ନୀଳଗିରି କୁଲଡିହା ପ୍ରସ୍ତାବିତ ଅଭୟାରଣ୍ୟର ସୀମାରୁ 5 କିଲୋମିଟର ବ୍ୟାସାର୍ଦ୍ଧକୁ ଇକୋ ସେନ୍ସିଟିଭ୍ ଜୋନ୍ ଭାବେ କେନ୍ଦ୍ର ସରକାର ଘୋଷଣା କରିଥିବାରୁ ଏହା ମଧ୍ୟରେ 206 ଗୋଟି ଗ୍ରାମ ଯାହା ମୟୂରଭଞ୍ଜର କପ୍ତିପଦା ତହସିଲ ଠାରୁ ଆରମ୍ଭ କରି ବାଲେଶ୍ୱରର 4 ଗୋଟି ତହସିଲ ଯଥା ନୀଳଗିରି ସୋର ଔପଦା ଖରା ତହସିଲ ଅନ୍ତର୍ଭୁକ୍ତ। ତନ୍ମଧ୍ୟରୁ ଔପଦା ତହସିଲଟି ସମ୍ପୂର୍ଣ୍ଣ 80 ଭାଗରୁ ଅଧିକ ଏହି ଇକୋ ସେନ୍ସିଟିଭ୍ ଜୋନ୍ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଛି। ଫଳରେ 3ରୁ 4ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, 180 ଗୋଟି ଅଙ୍ଗନବାଡ଼ି କେନ୍ଦ୍ର, 100ରୁ ଅଧିକ ପ୍ରାଥମିକ ବିଦ୍ୟାଳୟ, 30ଟି ଉଚ୍ଚ ବିଦ୍ୟାଳୟ, 3 ଗୋଟି କଲେଜ, ବହୁ ଦେବାଳୟ ସ୍ଥାନ, ରିଷିଆ, ଷୋଳଭଉଣୀ ଖମକୁଟ ନଦୀବନ୍ଧ ଯୋଜନା, ଉତ୍ତର ଓଡ଼ିଶାର ପ୍ରମୁଖ ଶୈବପୀଠ ପର୍ଯ୍ୟଟନ ସ୍ଥଳୀ ପଞ୍ଚଲିଙ୍ଗେଶ୍ୱର, ବହୁ ହୋଟେଲ, କ୍ରସର, ପଥର ଖଣି ଓ ହଜାର ହଜାର ଲୋକଙ୍କ କାର୍ଯ୍ୟ କରୁଥିବା 30 ଗୋଟି ଇଟାଭାଟି, 1 ଲକ୍ଷରୁ ଉର୍ଦ୍ଧ୍ୱ ବସବାସ କରୁଥିବା ସାଧାରଣ ଜନତା, 19 ନମ୍ବର ରାଜ୍ୟ ରାଜପଥ ପଞ୍ଚଲିଙ୍ଗେଶ୍ୱରକୁ ଏକମାତ୍ର ରାସ୍ତା, ନୀଳଗିରିରୁ ବଉଳଗଡ଼ିଆ ରାସ୍ତା, ମୟୂରଭଞ୍ଜର କପ୍ତିପଦାରୁ ଭାୟା ଔପଦା ଭୁବନେଶ୍ୱର ରାସ୍ତା, ଖଇରାରୁ ଔପଦା ରାସ୍ତା ଭାୟା ଫତେପୁର ଇକୋ ସେନ୍ସିଟିଭ୍ ଜୋନ୍ରେ ବିଲୀନ ହୋଇଯିବ ବୋଲି ଆୟୋଜକ ନିରଞ୍ଜନ ବାରିକ ଉପଜିଲ୍ଲାପାଳଙ୍କ ଠାରେ ମତ ରଖିଥିଲେ। ଏହାର ପ୍ରତିକାର ପାଇଁ ଦାବି କରିଥିଲେ କି ଇକୋ ସେନ୍ସିଟିଭ୍ ଜୋନ୍କୁ ପ୍ରତ୍ୟାହାର କରାଯାଉ। ତହିଁ ପୂର୍ବରୁ ପାହାଡ଼ ଓ ଜନବସତିର ମଧ୍ୟବର୍ତ୍ତୀ ସୀମାରେ ସୋଲାର ତାର ବାଡ଼ କରାଯାଇ ବନ୍ୟଜନ୍ତୁ କବଳରୁ ଅଞ୍ଚଳବାସୀଙ୍କୁ ଚାଷ ଓ ବାସ ସୁରକ୍ଷା ପ୍ରଦାନ କରାଯାଉ। ଦାବିଗୁଡ଼ିକ ପ୍ରତି ଧ୍ୟାନ ନଦେଲେ କୃଷକ ମଞ୍ଚ ତରଫରୁ ଚଳିତ ସେପ୍ଟେମ୍ବର ମାସ ଦ୍ୱିତୀୟ ସପ୍ତାହରେ ନୀଳଗିରି ବଉଳଗଡ଼ିଆ ରାସ୍ତା ମଧ୍ୟରେ ରାସ୍ତାରୋକ କରିବା ପାଇଁ ଚେତାବନୀ ଦିଆଯାଇଥିଲା। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।